ଆଜି ମଧ୍ୟ ଶ୍ରୀକ୍ଷେତ୍ର ଶରଧାବାଲିରେ ଜଣେ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ମୁଣ୍ଡ ବାଡ଼ାଇ କାନ୍ଦୁଛି, ଯାହାଙ୍କ କଥା ଶୁଣିଲା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଯିବ। ନମସ୍କାର ଦର୍ଶକ ବନ୍ଧୁ, ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ ଗୋଟିଏ ଅନୁରୋଧ, ଯଦି ମହାପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଉଥାନ୍ତି କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ନିଶ୍ଚୟ ଲିଖିବେ। ଆଉ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଶୁଣିବା ପାଇଁ ଅନୁରୋଧ। ଚଳିତ ବର୍ଷ ରଥଯାତ୍ରା 2 ଦିନ ପାଇଁ ପଡ଼ିଥିଲା, ଯାହାକି ଦୁନିଆରେ ଦୁର୍ଲଭ, କିନ୍ତୁ ଭକ୍ତମାନଙ୍କର ଖୁସି କହିଲେ ନ ସରେ। 2 ଦିନ ପର୍ଯ୍ୟନ୍ତ ରଥ ଟାଣିବେ। ମୋର ମଧ୍ୟ ବଡ଼ ଭାଗ୍ୟ, ମହାପ୍ରଭୁଙ୍କ କୃପାରୁ ଡୋରି ଲାଗିଯାଇଥିଲା ଶ୍ରୀକ୍ଷେତ୍ର ଯିବା ପାଇଁ। ପୁଣି ରଥଯାତ୍ରା ଦିନ, କଥାରେ ନାହିଁ ଡୋରି ନ ଲାଗିଲେ କେହି କେବେ ଶ୍ରୀକ୍ଷେତ୍ର ଯାଇପାରେ ନା କି କଳା ସାଆନ୍ତଙ୍କୁ ଦେଖିପାରେ ନା। ଭାଇଙ୍କ ସହ ଯାଇଥିଲି ରଥ ଟାଣିବା ପାଇଁ। ଭାଇ କିନ୍ତୁ ମନରେ ସ୍ଥିର କରି ଯାଇଥିଲେ, ଯାହା ବି ହଉ ରଥ ଟାଣିବି। ହେଲେ ମୁଁ ଭାବିଥାଏ ରଥ ଦୌଡ଼ି ଟିକେ ଛୁଇଁବି, ହେଲେ କଳା ସାଆନ୍ତଙ୍କୁ ମୋର ପାଖରୁ ଟିକେ ଦେଖନ୍ତି କି, ମନ କଥା ମନରେ ଥାଏ। ଯାହା ହଉ 2 ଜଣ ଯାକ ଯାଇ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ପହଞ୍ଚିଲୁ। ଆଉ ସେଦିନ ସେ ଭିଡ଼ିଓକୁ ଦେଖି ମୁଁ ମଧ୍ୟ ଚମକି ପଡ଼ିଥିଲି। ଶୁଣିଥିଲି ରଥଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଆସନ୍ତି, କିନ୍ତୁ ସେଦିନ ଯେତେବେଳେ ମୁଁ ଆଖିରେ ଦେଖିଲି ନିଜକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ। ଏତେ ଲୋକ ହୋଇଥାନ୍ତି ଯେ ଯଦି ସୋରିଷ ବୁଣିଦେବ ତଳେ ଆଦୌ ପଡ଼ିବନି। ସତ କହୁଛି ଆଜ୍ଞା। ସମସ୍ତ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶରେ ପ୍ରଭୁ ବଳଭଦ୍ରଙ୍କ ରଥ କିଛି ବାଟ, ମା ସୁଭଦ୍ରାଙ୍କ ରଥ କିଛି ବାଟ, ଆଉ କାଳିଆ ସାଆନ୍ତଙ୍କ ରଥ ମାତ୍ର କିଛି ହାତ ଟଣାଯାଇ ବନ୍ଦ ରହିଲା ରଥଯାତ୍ରା ପରଦିନକୁ ଟଣା ହେବା ପାଇଁ। ଆଉ ତାରି ଭିତରେ ଭାଇଙ୍କର ହାତ ମୁଁ ଛାଡ଼ି ଛାଡ଼ିଥାଏ। କୁଆଡ଼େ ଗଲେ ଯେ ତା ଭିତରେ ଆଉ ମୁଁ ପାଇଲିନି। କିନ୍ତୁ ଜଣେ ଭାଇ ମୋତେ କହିଲେ, ଗୋଟେ କାମ କର, ଏଠି ତ ଫୋନ୍ ଲାଗିବନି, ତମେ ଗୁଣ୍ଡିଚା ମନ୍ଦିର ପାଖକୁ ଚାଲିଯାଅ, ସେଇଠି ନିଶ୍ଚୟ ପାଇବ। ରଥ ପାଖରୁ ଚାଲି ଚାଲି ଯାଇ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ବେଳକୁ ରାତି ଆସି 7ଟା। ସେଠି ପହଞ୍ଚି ଦେଖେ ତ ଲୋକମାନେ ସବୁ ଶୋଇଥାନ୍ତି, ଆଉ କିଛି ବସିଥାନ୍ତି ଖଣ୍ଡେ ଖଣ୍ଡେ ପାଲ ପାରିକି। ଜଣେ ଭାଇଙ୍କୁ ପଚାରିବାରୁ ସେ କହିଲେ, ଆଜି ରାତିଟା ଏଇ ଶରଧାବାଲିରେ ଶୋଇପଡ଼ିବା, ରାତି ପାଇଲେ ପୁଣି ରଥଯାତ୍ରା, ରଥ ଟାଣିକି ଘରକୁ ଯିବା। ମୁଁ ମଧ୍ୟ ମନେ ମନେ ଭାବୁଥାଏ, ସେମିତିରେ ତ ଭାଇଙ୍କୁ ମୁଁ ପାଉନି, ସେ ଆସି ପହଞ୍ଚିବାକୁ କେତେ ଡେରି ହେବ, କେତେ ରାତି ହେଇଯାଇଥିବ, କ'ଣ ଆଉ କରିବି। ଆଉ ମୁଁ ମଧ୍ୟ ଖଣ୍ଡେ ପାଲ କିଣିକି ସେଇଠି ପାରିକି ସାଙ୍ଗେ ସାଙ୍ଗେ ବସି ପଡ଼ିଲି, କାଳେ ଆଉ କିଏ ଆସି ବସିଯିବ। ଏମିତି ବସିକି ଭାବୁଥାଏ ଭାଇ କେତେବେଳେ ଆସି ପହଞ୍ଚିବେ। ଭାଇଙ୍କର ଏଥର ଫୋନ୍ ଆସିଲା। ସେ ମୋତେ କହୁଥାନ୍ତି, ତୋ ପାଖରେ ପହଞ୍ଚିବାକୁ ଡେରି ହେବ, କାହିଁକିନା 3ଟା ରଥ ମୁଁ ଟାଣିଛି। ଘରୁ ଯାହା ଭାବିକି ଆସିଥିଲି, ଗୋଡ଼ ହାତ ମୋର ଭାରି ଦର୍ଜ, ଭାରି ଭିଡ଼ ହୋଇଥିଲା। ମୁଁ କହୁଥାଏ, ହଉ ଠିକ୍ ଅଛି ଭାଇ, ତମେ ଦେଖିକି ଆସ, ଆଜି ତ ଆଉ ଘରକୁ ଯିବାନି, ଏଇଠି ଶୋଇପଡ଼ିବା। ଭାଇ କହିଲେ, ହଉ ଠିକ୍ ଅଛି, ତୋ ପାଖରେ ପହଞ୍ଚେ, ତାପରେ ଯୋଉ କଥା। ପାଖରେ ଆସି ଭାଇ ପହଞ୍ଚିଲା ବେଳକୁ ରାତି 9:30। ସାଙ୍ଗେ ସାଙ୍ଗେ ଫୋନ୍ କରି ଘରେ ମନା କରିଥିଲୁ, ଆଉ ଯାଇପାରିବୁନି ଆଜି, କାଲି ସକାଳୁ ସକାଳୁ ଚାଲିଯିବୁ। ତାପରେ 2 ଭାଇ ଚାଲିଲୁ ଖାଇବା ପାଇଁ। ସେଇ ବଡ଼ ଦାଣ୍ଡରେ ଜଣେ ଲୋକ ଖାଇବାକୁ ଦେଉଥିଲେ। ଖାଇସାରିବା ପରେ ପାଖ ଦୋକାନରୁ କିଛି ମେଡ଼ିସିନ ଆଣିଲୁ। ଗୋଡ଼ ହାତ ଭାରି ଜୋରରେ ଦର୍ଜ ଲାଗୁଥାଏ। ଭାଇ ଖାଇକି ଏଥର ଶୋଇପଡ଼ିଲେ। ମୋତେ କିନ୍ତୁ ନିଦ ନଥାଏ। ପାଖରେ କୀର୍ତ୍ତନିଆ ଭାଇମାନେ କୀର୍ତ୍ତନ କରୁଥାନ୍ତି, ଆଉ କିଛି ଭାଇମାନେ ଗୁଣ୍ଡିଚା ମନ୍ଦିର ସଜାଡ଼ୁଥାନ୍ତି ଫୁଲରେ। ମୋର ଭାରି ଇଚ୍ଛା ହେଲା ସେଇ ଫୁଲ ସଜାକୁ ଟିକେ ଦେଖିବା ପାଇଁ। ରାତି ପାଇଲେ ପରା କାଳିଆ ଆସିବ। ମୁଁ ଚାଲିଗଲି ତାଙ୍କ ପାଖକୁ। ଭାଇ ତାଙ୍କର ସେମିତି ଶୋଇଥାନ୍ତି। ମୁଁ ଚାରିଆଡ଼େ ବୁଲିବାଲିକି ଆସି ଟିକେ ଆଖି ବୁଜିଛି କି ନାହିଁ, ଡାକ ଶୁଭିଲା ଜଣେ ବୁଢ଼ା ମଉସାଙ୍କର। ସେ ହାତ ମାଡ଼ି ଦେଇ କହୁଥାନ୍ତି, ପୁଅରେ ମୁଁ ଟିକେ ଏଇଠି ଶୋଇବି। ମୁଁ ହଠାତ୍ ଉଠି ପଡ଼ିଲି, ଆଉ କହିଲି, ମଉସା, ଇଏ ତ ବଡ଼ ଠାକୁରଙ୍କର ବଡ଼ ଦାଣ୍ଡ, ପୁଣି ଶରଧାବାଲି, ମୋତେ କ'ଣ ପଚାରୁଛନ୍ତି? ମୁଁ ବି ତ ତାଙ୍କରି ଦାଣ୍ଡରେ ଶୋଇଛି, ତମେ ବି ଏଇଠି ଶୋଇପଡ଼। ଏତିକି କଥା ଶୁଣିଲା ପରେ ବୁଢ଼ା ମଉସା ଜଣକ ପାଲଟିଏ କାଢ଼ିଲେ, ପାରିଲେ ସେଇଠି। ତାଙ୍କ ସାଙ୍ଗରେ ତାଙ୍କର ଆଉ ଜଣେ ବନ୍ଧୁ ମଧ୍ୟ ଆସିଥାନ୍ତି। ସେ ଗୁଣୁଗୁଣୁ ହୋଇ କହୁଥାନ୍ତି, ବୁଝିଲୁ, ଭାଗ୍ୟରେ ଥିଲେ ଏମିତିକା ଶରଧାବାଲିରେ ଶୋଇବାକୁ ସୁଯୋଗ ଟିକେ ମିଳେ। କେଉଁ ଜନ୍ମରେ କେମିତିକା ପୁଣ୍ୟ କରିଥିଲୁ କେଜାଣି। ତାଙ୍କ କଥା ଶୁଣି ନିଜକୁ ମଧ୍ୟ ଗର୍ବ ଲାଗିଲା। ଯାହା ହଉ ମହାପ୍ରଭୁଙ୍କର କୃପାରୁ ଆଜି ସେ ସୌଭାଗ୍ୟ ମଧ୍ୟ ମୋତେ ଟିକେ ମିଳିଛି। ହଁ, ଏତିକି ବେଳେ ଜଣେ ପୋଲିସ ବାବୁ ଆସି କହୁଥାନ୍ତି, ନିଜ ଜିନିଷକୁ ନିଜ ଦାୟିତ୍ୱରେ ରଖନ୍ତୁ,
ଏଠାରେ ଚୋରି ହେବାର ସମ୍ଭାବନା ଅଛି। ମୁଁ ମନେ ମନେ ଭାବୁଥାଏ ମୋ ପାଖରେ ଏମିତି କ'ଣଟା ଅଛି କି ଚୋର ନେଇଯିବ। ଏଇ ମହାପ୍ରଭୁଙ୍କର ଭୋଗ ଟିକେ ଆଣିଛି। ତଥାପି ସେତକ ପାଇଁ ଲୋଭ ଟିକେ ଆସିଲା। ଟାଣି ଆଣିଲି ମୁଣ୍ଡ ପାଖକୁ। ମୁଣ୍ଡ ପାଖରେ ଦେଇ ଶୋଇଥାଏ। ହଠାତ୍ କିନ୍ତୁ ଜଣେ ଅଜଣା ଲୋକର ସ୍ପର୍ଶ ପାଇ ନିଦଟା ମୋର ଭାଙ୍ଗିଗଲା। ଉଠିକି ଦେଖେ ତ ସେଇ ବୁଢ଼ା ମଶା ଜଣକ। ସେ ପଚାରୁଥାନ୍ତି, ବାପାରେ ସମୟ କେତେ ହେଲାଣି? ମୁଁ ମୋବାଇଲଟାକୁ ଦେଖି କହିଲି, ଆଜି 11:30 ହେଲାଣି। ଶୋଇପଡ଼ୁନା ମଉସା, ତୁମକୁ କ'ଣ ନିଦ ଲାଗୁନି କି? ବୁଢ଼ା ମଉସା ଜଣକ ମୋ ମୁହଁକୁ ଚାହିଁ କହିଲେ, ଜଗାକୁ ଆଜି ଦେଖିଲୁ? ମଉସାଙ୍କ ଠାରୁ ଏ କଥା ଶୁଣିଲା ପରେ ମୁଁ ଟିକେ ନିରବି ଗଲି। ଆଉ କହିଲି, ନାଇଁ ମଉସା, ଯାଇପାରିଲିନି ତା ପାଖକୁ। ଏତେ ଭିଡ଼ ହୋଇଥିଲା ଯେ ଯାଇପାରିଲିନି। ପ୍ରଭୁ ବଳଭଦ୍ରଙ୍କ ରଥକୁ ସାମାନ୍ୟ ଟିକେ ଟାଣିଛି କି ନାହିଁ, ଭିଡ଼ ଭିତରୁ ବାହାରି ଆସିଲି। ଯାଇପାରିଲିନି। ମଉସା ଜଣକ ଟିକେ ମୁରୁକି ହସିଲେ। ମୁଁ କିନ୍ତୁ ଟିକେ ସାହସ କରି ପଚାରିଥିଲି, ମଉସା, ତମେ କ'ଣ ଜଗାକୁ ଦେଖିପାରିଲ? ମଉସା ଜଣକ ଟିକେ ହସି ଦେଇ କହିଲେ, ହଁ, ଜଗାକୁ ଦେଖିଛି। ପ୍ରଭୁ ବଳଭଦ୍ରଙ୍କୁ ଦେଖିଛି। ମା ସୁଭଦ୍ରାଙ୍କୁ ମଧ୍ୟ ଦେଖିଛି। ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହୋଇଗଲି। ଆରେ ଏତେ ଭିଡ଼ ଭିତରେ 70-80 ବର୍ଷର ଲୋକ କେମିତି ଯାଇ ଦର୍ଶନ କଲେ? କ'ଣ ଭାବୁଛୁ ଏ ଭିଡ଼ ଦେଖିକି ମୁଁ ଡରିଯିବି? ମୁଁ କେବଳ ତାରି ପାଇଁ, ତାକୁ ଟିକେ ଦେଖିବା ପାଇଁ ଘର ଦ୍ୱାର ଛାଡ଼ିକି ଆସିଛି। ମୁଁ କିଛି ବୁଝିପାରିଲିନି ମଉସାଙ୍କ କଥାକୁ। ମଉସା ଜଣକ ଏଥର ମୋ ବାମ ହାତକୁ ଧରି ନେଲେ। କାନ୍ଦି ପକାଇ କହୁଥାନ୍ତି, ବୁଝିଲୁ ପୁଅ, ମୁଁ ହେଉଛି ଜଣେ ହତଭାଗା ଭକ୍ତଟାଏ। ମୋ କାଳିଆ ସୁନା ମୋ ଉପରେ ଅଭିମାନ କରିଛି, ମୋ ଉପରେ ରାଗିଛି। ସେ କ'ଣ ଆଉ ମୁଁ କରିବି ତୁ କହିଲୁ? ମୁଁ ପଚାରୁଥାଏ, ମଉସା, କ'ଣ ହେଇଛି ତମର? ଏମିତି କାନ୍ଦୁଛ କାହିଁ? ସେତେବେଳକୁ ଚାରିଆଡ଼ ଲୋକମାନେ ମଧ୍ୟ ମୋତେ ଅନଉଥାନ୍ତି। ମୋତେ ଭାରି ଦୁଃଖ ଲାଗୁଥାଏ ମଉସାଙ୍କର ସେ କାନ୍ଦକୁ ଦେଖି। ମଉସା ଜଣକ କାନ୍ଦ କାନ୍ଦ ମୁହଁରେ କହୁଥାନ୍ତି, ବୁଝିଲୁ, ବାପ ଅଜା ଅମଳରୁ କାଳିଆ ସାଆନ୍ତ ଆମରି ଘରକୁ କୁଣିଆ ହେଇକି ଆସନ୍ତି 9 ଦିନ ପାଇଁ। ବାପା ଯେତେବେଳେ ଚାଲିଗଲେ, କଳା ସାଆନ୍ତଙ୍କର ଦାୟିତ୍ୱ ମୋ ହାତରେ ଦେଇଯାଇଥିଲେ। ମୁଁ ମଧ୍ୟ ସୁଚାରୁ ରୂପରେ ଚଳେଇ ଆସୁଥିଲି। ଭଜନ କୀର୍ତ୍ତନରେ ଫାଟି ପଡ଼େ ମୋର ଘର। ଗାଁ ଦାଣ୍ଡ ଦୁଲୁକି ପଡ଼େ। ଆଉ ସେ ସୌଭାଗ୍ୟ ମୋର ନାହିଁ। ମୁଁ ଥାଉଁ ଥାଉଁ ଆଜକୁ 3 ବର୍ଷ ହେବ ଯେଉଁ ଲୋକଟା ଆମ ଘରକୁ ରଥ କରି ପଠାଏ, ସେ ଆଉ ପଠାଉନି। ସେ ଆଉ ଜଣେ ଲୋକ ଘରକୁ ପଠାଉଛି। ସାମାନ୍ୟ ଟିକେ ମନ ମାଳିନ ହେତୁ। କ'ଣ ଆଉ କରିବି ତୁ କହୁନୁ? ସେଇଦିନଠାରୁ ପ୍ରତିବର୍ଷ ରଥଯାତ୍ରାରେ ମୁଁ କଳା ସାଆନ୍ତଙ୍କୁ ଦେଖିବା ପାଇଁ ଆସୁଛି। ସହିପାରୁନି। ମୁଁ ଥାଉଁ ଥାଉଁ ଆଉ କାହା ଘରକୁ ମୋ କଳା ସାଆନ୍ତ କୁଣିଆ ହେଇଯାଉଛନ୍ତି। ହଉ, ରାଗିଥାଉ ମୋ ଉପରେ, ଅଭିମାନ କରିଥାଉ, ସେ ନ ଯାଉ ମୋ ଘରକୁ। ମୁଁ କିନ୍ତୁ ତାକୁ କଥା ଦେଇଛି, ବଞ୍ଚିଥିବା ପର୍ଯ୍ୟନ୍ତ ତାର ଏଇ ବଡ଼ଦାଣ୍ଡକୁ ରଥଯାତ୍ରାରେ ମୁଁ ଆସୁଥିବି। ତା ରଥ ଦୌଡ଼ି ଟିକେ ଟାଣୁଥିବି, ଆଉ ତାରି ପାଇଁ ଭଜନ କୀର୍ତ୍ତନ କରୁଥିବି। ମଉସା ଜଣକ ଏତିକି କହିଲା ବେଳକୁ ଆଖିରୁ ତାଙ୍କର ଧାର ଧାର ଲୁହ ଚଢ଼ି ଯାଉଥାଏ। ମୁଁ ମଧ୍ୟ ସମ୍ଭାଳି ପାରିଲିନି ନିଜକୁ। ମଉସାଙ୍କର ମନ ବୁଝିବାକୁ ମୁଁ ଟିକେ କହି ପକାଇଲି, ମଉସା, କାଳିଆ କାହିଁ ତମ ଉପରେ ରାଗିବ? ତୁମ ଉପରେ କାହିଁ ସେ ଅଭିମାନ କରିବ? ସେ ତୁମକୁ ଭାରି ଭଲ ପାଏ। ଜାଣିଛ, ତୁମର ବୟସ ଆସି 70 କି 80 ହେଲାଣି। ତମେ କ'ଣ ଆଉ କାମ କରିପାରିବ? ବଡ଼ ଠାକୁରଙ୍କର ବଡ଼ ନୀତି। ତମେ କ'ଣ ସବୁ ଆଉ କରିପାରିବ ତୁମ ହାତରେ? ସେଇଥିପାଇଁ ପରା ସେ ଆଉ ଜଣଙ୍କ ଘରକୁ ଯାଉଛନ୍ତି। ଜମା ବି ମନ ଉଣା କରନି। ସେ ତୁମକୁ ଭାରି ଭଲ ପାଆନ୍ତି। ତା ନ ହେଇଥିଲେ ଆଜି କ'ଣ ତୁମକୁ ଏଇ ଶରଧାବାଲିରେ ଶୋଇବାକୁ ସୁଯୋଗ ମିଳିଥାନ୍ତା କି? ମଉସା ଜଣକ ଯେତେବେଳେ ମୋ ଠାରୁ ଏଇ କଥା ଶୁଣିଲେ, ସେ ଲୁହ ପୋଛି ଦେଇ କହିଲେ, ହଁ ରେ ପୁଅ, ତୁ ଠିକ୍ କହିଛୁ। ମୋ କଳା ସାଆନ୍ତ ମୋ ଉପରେ କାହିଁ ରାଗିବ? ଜାଣିଛି ସେ ମୋତେ ଭାରି ଭଲ ପାଏ। ତା ନ ହେଇଥିଲେ ମୁଁ କ'ଣ ଆଜି ରାତିରେ ଏଇଠି ରହିଥାନ୍ତି କି? ଏତିକି ପରେ ଦୂରରୁ ଶୁଭୁଥାଏ ଦଳେ କୀର୍ତ୍ତନିଆ ଭାଇଙ୍କର କୀର୍ତ୍ତନ। ଏପଟେ ମଉସାର ମନ କୋଉଠି ବା ଥୟ ହେବ। ସେ ମୋତେ କହୁଥାନ୍ତି, ହଉ ରେ ପୁଅ, ମୁଁ ଏବେ ଆସୁଛି ମୋ କାଳିଆ ସୁନା ପାଇଁ ଟିକେ କୀର୍ତ୍ତନ କରିକି। କ୍ଷମା କରିବା ଆଜ୍ଞା, ଭକ୍ତ ଜଣଙ୍କର ପରିଚୟ ମୁଁ ପଚାରି ପାରିନି। ତାଙ୍କ ସହିତ କଥା ହେଇକି ତ ସେ ମନ କିଣିନେଲେ। ଆଉ କାଳିଆ ସାଆନ୍ତଙ୍କର କଥା କହି ମୋତେ ଧନ୍ୟ କରିଦେଲେ। ସେ ପରିଚୟ ବା କେଉଁଠୁ ପଚାରିଥାନ୍ତି। ନମସ୍କାର ଆଜ୍ଞା। ଆଜିର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ। ଧନ୍ୟ ଜଗନ୍ନାଥ, ଧନ୍ୟ ତୁମ ଭକ୍ତ। ତୁମର ସେ ଅପଲକ ନୟନରେ ସେମିତି ଚାହିଁ ରହିଥାନ୍ତୁ
ଏ ବିଶ୍ୱବାସୀଙ୍କୁ।